ଆଜ୍ଞା ନମସ୍କାର। ମୋର ଆଉ ଦୁଇଟା ପେଣ୍ଟିଂ ଅଛି, ଗୋଟେ ୱାଟର କଲର୍ ଆଉ ଗୋଟେ ପେନ୍ସିଲ୍ ସ୍କେଚ୍, ଦୁଇଟା ଏକା ଷ୍ଟାଇଲ୍ର। ଦେଖନ୍ତୁ ଅରିଜିନାଲ୍ ପେଣ୍ଟିଂ। এটা ୱାଟର କଲର୍ ଅଛି। ଆଉ ଗୋଟେ ପେନ୍ସିଲ୍ ସ୍କେଚ୍ ଅଛି। ଚାଲନ୍ତୁ ଦେଖିବା ଏ ପେଣ୍ଟିଂ ଆମକୁ କ'ଣ ମେସେଜ ଦେଉଛି। ପେଣ୍ଟିଂର ଟାଇଟେଲ୍ ଅଛି ମୁଁ ବି ଜଣେ ମା, ମୁଁ ଆଦିବାସୀ, ମୁଁ ଅଶିକ୍ଷିତ। ମୁଁ ବିଲରେ କାମ କରେ ମୂଲିଆ ଭାବେ। ନ୍ୟାସନାଲ୍ ହାଇୱେ, ଷ୍ଟେଟ୍ ହାଇୱେ ନିର୍ମାଣରେ ମୁଁ ଜଣେ ନିର୍ମାଣ ଶ୍ରମିକ। ବିରାଟ ଅଟ୍ଟାଳିକା, ବଡ଼ ବଡ଼ ଫ୍ଲାଟ୍ ନିର୍ମାଣରେ ମୁଁ ଲେବର ଭାବେ କାମ କରେ। ତାହା ସହିତ ମୋ ପିଲାର ମୁଁ ଯତ୍ନ ନିଏ, ଘର କାମ ବି କରେ। ଏହି ହେଉଛି ମୋ ଜୀବନ ଶୈଳୀ, ଏହି ହେଉଛି ମୋ ଲାଇଫଷ୍ଟାଇଲ। ବିଳାସ ବେସନରେ ରହୁଥିବା ଦାମୀ ବାବୁ ବାବୁଆଣୀ ମାନଙ୍କର ପାଖରେ ଥିବା ଦାମୀ ରୋଗ ଯେପରିକି ଡାଇବେଟିସ୍, ବ୍ଲଡ଼ ପ୍ରେସର, ମେଦବହୁଳତା ଆମ ଭଳି ଗରିବମାନଙ୍କ ପାଖକୁ ଆସେନି। ଆମ ଜାଗାରେ ଆମେ ଠିକ୍ ଅଛୁ। ମୋର ସମାଜର ବଡ଼ ବଡ଼ୁଆ, ପାଠୁଆ, ଧନୀ ବାବୁମାନଙ୍କୁ ଏତିକି ଅନୁରୋଧ, ତମେ ପ୍ରକୃତିକୁ ଲୁଟି ଯେତିକି ଭୋଗ ବିଳାସରେ ଅଛ, ପ୍ଲିଜ୍ ସେତିକିରେ ରୁହ। ଆଉ ଟିକେ ବି ପ୍ରକୃତିର କ୍ଷତି କର ନାହିଁ। ପ୍ରକୃତି ମା ସହିବାର ସୀମା ଟପିଗଲାଣି। ତାହା ନହେଲେ ତମ ବିଳାସ ବେସନ ଜୀବନ ଶୈଳୀରୁ ବାହାରୁଥିବା ବିଷ ଯଥା କାର୍ବନ ଡାଇଅକ୍ସାଇଡ୍, ପ୍ରୋପେନ୍, ହାଇଡ୍ରୋକାର୍ବନ ଭଳି ବିଷାକ୍ତ ଗ୍ୟାସ୍ ଆମ ବାୟୁମଣ୍ଡଳରେ ଆହୁରି ବଢ଼ିଯିବ। ଆହୁରି କେତେ ନୂଆ ନୂଆ ରୋଗ ଆମକୁ ଗ୍ରାସ କରିବ। ସମୟ ଆସିବ ଟେମ୍ପରେଚର ଏତେ ବଢ଼ିଯିବ ଯେ ଏସି ବି କାମ କରିବନି। ମେରୁ ଅଞ୍ଚଳରେ ଥିବା ବିଶାଳ ବରଫ ଖଣ୍ଡ ତରଳିବ, ସମୁଦ୍ରରେ ସୁନାମି ଆସିବ, ନଦୀ ଶୁଖିଯିବ, ମାଟି ତଳେ ପାଣି ବି କମିଯିବ, ଆଉ ଆମେ ସମସ୍ତେ ଛଟପଟ ହୋଇ ମରିଯିବା। ଆଜ୍ଞା, ଯଦି ପେଣ୍ଟିଂ ସ୍କେଚ୍ ଇନଫର୍ମେଟିଭ୍ ଲାଗିଲା, ଭଲ ଲାଗିଲା, ତାହେଲେ ନିହାତି ଲାଇକ୍ କମେଣ୍ଟ କରିବେ। ରହିଲି, ନମସ୍କାର।